প্রিয় দর্শক নমস্কার, মো ডক্টর ভবতোষ মণ্ডল। আজি জনে এপরি রোগীর কাহিনী রোগী নিজে কহিবে সে বিভিন্ন প্রকার রোগ বর্ষ বর্ষ ধরি ভোগিবা পরে আজি সে মো পাখକୁ আসিଛନ୍ତି। ତାଙ୍କର ସମସ୍ୟା ଗୁଡ଼ିକ ଆମେ ଆଲୋଚନା କରିବା। ତୁମ ନାମଟା? ଧର୍ମପଦ ପାତ୍ର। ଆଚ୍ଛା, ତୁମର କ'ଣ କ'ଣ ଅସୁବିଧା ହେଉଛି? ମୋର ଆଜ୍ଞା ଗ୍ୟାସ୍, ଏସିଡ଼ିଟି ଆଉ ସିସ୍ଟାଇଟିସ୍। ଆଚ୍ଛା, ମୁଁ ତୁମକୁ ଫାଷ୍ଟ ପଚାରିବି ଯେ ତୁମର ପିଲାବେଳୁ କି ଜ୍ୱର ହେଇଛି? ପିଲାବେଳୁ ଆଜ୍ଞା ମ୍ୟାଲେରିଆ ଜ୍ୱର ଥିଲା। ପିଲାବେଳୁ ମ୍ୟାଲେରିଆ ଜ୍ୱର ଥିଲା, କିନ୍ତୁ ଛୋଟବେଳେ ଥିଲା 15 ବର୍ଷର ଥିଲା ଆଉ ଜ୍ୱର ହେଇନି। ଥଣ୍ଡା ଜ୍ୱର। ଆଚ୍ଛା, 15 ବର୍ଷ ତଳେ ତାଙ୍କୁ ମ୍ୟାଲେରିଆ ଥିଲା, ତାପରେ ଆଉ ଭାଇରାଲ ଫିଭର ହୁଏ କିନ୍ତୁ ମ୍ୟାଲେରିଆ ଟାଇଫଏଡ୍ ଆଉ ହେଇନାହିଁ। ଆଚ୍ଛା, ଏଇ ଯେଉଁ ୟୁରିନ୍ ଇନଫେକ୍ସନଟା କେତେ ବର୍ଷ ହେଲାଣି? ହେଇଯିବ ଆଜ୍ଞା 2 ବର୍ଷ। 2 ବର୍ଷ। କ'ଣ କ'ଣ ସମସ୍ୟା ରହୁଛି? ସମସ୍ୟା ଆଜ୍ଞା ପରିଷ୍କାର କଲାବେଳେ ପରିଷ୍କାର ଜଳାପୋଡ଼ା କରୁଛି, ଆଉ କିଛି ପରିଷ୍କାର ଆଜ୍ଞା ଭିତରେ ରହିଗଲା ଭଳିଆ ଲାଗୁଛି, ରହିଯାଉଛି। ଆଉ ପରିଷ୍କାର ମଇଳା ବାହାରୁଛି। ହଁ ଆଜ୍ଞା ପରିଷ୍କାର ମଇଳା ବାହାରୁଛି। ଆଚ୍ଛା, ଏବେ ମୁଁ କିଛି ପ୍ରଶ୍ନ କରୁଛି ଯେ ତୁମର ମୁଣ୍ଡ ବଥା ହେଉଛି ନା ବଥା ହେଉନାହିଁ? ହଁ ବଥା ହୁଏ ଆଜ୍ଞା। ମୁଣ୍ଡ ଓଜନିଆ ଲାଗେ, ଭାରି ଭାରି ଲାଗେ ନା ଲାଗେ ନାହିଁ? ଲାଗେ। ଚିଡ଼ଚିଡ଼ା ଲାଗୁଛି ନା ଲାଗୁନାହିଁ? ଲାଗେ ସାର୍। ଚିଡ଼ଚିଡ଼ା ବି ଲାଗୁଛି। ମୁଣ୍ଡ ବୁଲଉଛି? ହଁ ବେଳେବେଳେ ବୁଲାଏ। ନିଦ ହେଉଛି ନା ନାହିଁ? ହଁ ନିଦ ଭଲ ହୁଏନି ଆଜ୍ଞା। ବେଳେବେଳେ ଭଲ ହୁଏ, ବେଳେବେଳେ ଭଲ ହୁଏ ହୁଏ ନାହିଁ। ଆଜ୍ଞା। ଆଚ୍ଛା, ଦେହ ହାତ କସମସିଆ ବଥା? ହଁ ବଥା ଏମିତି ହୁଏ ଆଜ୍ଞା। ଶ୍ୱାସ କରେ। ଦେହ ହାତ ଶୀତେଇ ଉଠିଲା ଭଳିଆ? ହଁ ଶୀତେଇ ଉଠେ ଆଜ୍ଞା। ଭିତରେ ଜ୍ୱର ନଥାଇକି ବି ଜରୁଆ ଅନୁଭୂତି ଲାଗୁଛି ନା ନାହିଁ? ବେଳେବେଳେ ଲାଗେ ଆଜ୍ଞା, ବେଳେବେଳେ ଲାଗେନି। ବେଳେବେଳେ ଲାଗେ, ବେଳେବେଳେ ଲାଗେ। ଆଚ୍ଛା, ଦେହ ହାତ ବଥା ରହୁଛି। ହଁ ଆଜ୍ଞା। ଆଚ୍ଛା, ଭୋକ କେତେ ହେଉଛି? ଭୋକ ହଉନି। ଭୋକ ହେଉନାହିଁ। ଛାତି ଜଳାପୋଡ଼ା? ହଁ ଛାତି ଜଳାପୋଡ଼ା କରେ, ପେଟ ବି ବେଳେବେଳେ ଫୁଲିଯାଏ। ପେଟ ଫାମ୍ପିଯାଏ। ଆଉ ଛାତି ଜଳାପୋଡ଼ା ହେଉଛି, ଆଉ ଆମ୍ବିଳା ହାକୁଟି ଆସୁଛି ନା ନାହିଁ? ଆସେ। ଖଟା ଖଟା ହାକୁଟି ଆସୁଛି। ଆସେ। ହଜମ ହେଉଛି ନା ନାହିଁ? ହଜମ ହେଉଛି କିନ୍ତୁ ଲେଟ୍ ହେଉଛି। ଲେଟ୍ ହେଉଛି ମାନେ ଠିକ୍ରେ ହେଉନାହିଁ। ନାହିଁ। ପେଟରେ ଗ୍ୟାସ୍ ହେଇଯାଉଛି? ପେଟରେ ହଁ ଗ୍ୟାସ୍ ହେଉଛି। ଝାଡ଼ା କେମିତି ହେଉଛି? ଝାଡ଼ା ବେଳେବେଳେ ପତଳା ହୁଏ, ବେଳେବେଳେ ଠିକ୍ କ୍ଲିୟର ହୁଏ। କ୍ଲିୟର ହୁଏ ନା ନାହିଁ? ନା କ୍ଲିୟର ହୁଏ। କ୍ଲିୟର ହୁଏ ନାହିଁ। ଦିନକୁ କେତେ ଥର ଝାଡ଼ା ଯାଉଛ? ଦିନକୁ ଥରେ। ଆଚ୍ଛା, ପରିସ୍ରା କେତେ ଥର ହେଉଛି? ପରିସ୍ରା ଆଜ୍ଞା ଅଧିକ ଟାଇମ୍ ହେଉଛି। ବାରମ୍ବାର ହେଉଛି। ଶୋଷ କେତେ ହେଉଛି? ଶ୍ୱାସ ହୁଏ ଆଜ୍ଞା, ଲାଗେ। ଠିକ୍ଠାକ୍ ହୁଏ। ହଁ ଠିକ୍ଠାକ୍। ଆଚ୍ଛା, ଆଉ ତୁମ ଦେହ ହାତ ଝିମ୍ ଲାଗେ? ହଁ ଝିମ୍ ଲାଗେ। ଦେହ ହାତ ଜଳାପୋଡ଼ା ହୁଏ? ହଁ ଜଳାପୋଡ଼ା ବି ହୁଏ। ଦୁର୍ବଳିଆ ଲାଗେ? ଲାଗେ। ଥକି ଯାଉଛି ଅଳ୍ପ କାମରେ? ହଁ ଅଳ୍ପ କାମରେ ଥକିଯାଏ। ଏଥର ଝାଳ ବାହାରି ପଡ଼ିଲାଣି ତୁମ ମୁଣ୍ଡରେ। ହଁ ଗରମ ବି ଟିକେ ଲାଗୁଛି ପରିବେଶ ଆଜି ଆଜ୍ଞା। ଆଉ ଅଲଗା ସମସ୍ୟା କ'ଣ ଅଛି? ଆଉ ଅଲଗା ସମସ୍ୟା କିଛି ନାହିଁ। ଅଲଗା ସମସ୍ୟା କିଛି ନାହିଁ। ଆଚ୍ଛା, ୟା ପାଇଁ ଟ୍ରିଟମେଣ୍ଟ ତୁମେ କ'ଣ କରିଛ? ଏଲୋପାଥି କରୁଛି। ଏଲୋପାଥି କରିଛ। କେତେ ଦିନ ହେଲାଣି ଟ୍ରିଟମେଣ୍ଟ କରୁଛ? 2 ବର୍ଷ। 2 ବର୍ଷ ହେଲାଣି। କିନ୍ତୁ ଉପକାର? ଉପକାର ଔଷଧ ଖାଇଲେ ଠିକ୍ ଲାଗୁଛି, ପୁଣି ଛାଡ଼ିଦେଲା ବାହାରୁଛି। ଔଷଧ ଖାଇଲେ ଭଲ ଲାଗୁଛି, ପୁଣି ଔଷଧ ଛାଡ଼ିଦେଲେ ଯାହାକୁ ତାହା ହେଇଯାଉଛି। ଆଜ୍ଞା। ଆଚ୍ଛା ଆଚ୍ଛା, ତୁମର ଏଇ ଭିଡ଼ିଓଟା ମୁଁ ଯଦି ୟୁଟ୍ୟୁବରେ ଛାଡ଼େ ତୁମର କିଛି ଅବଜେକ୍ସନ୍ ଅଛି କି? କିଛି ଅବଜେକ୍ସନ୍ ନାହିଁ। ଦେଖ, ଏଇଟା ଦ୍ୱାରା ଲୋକମାନେ ଜାଣିବେ, ଲୋକମାନେ ଉପକୃତ ହେବେ। ଠିକ୍ ଅଛି? ତେଣୁ ଲୋକମାନେ ଉପକୃତ ହେଲେ ମୁଁ ଭାବୁଛି ତୁମର ଅସୁବିଧା କିଛି ନାହିଁ। ନାହିଁ। ଆଚ୍ଛା, ଠିକ୍ ଅଛି। ପ୍ରିୟ ଦର୍ଶକ, ଜଣେ ରୋଗୀ ଯେତେବେଳେ ଡାକ୍ତରଙ୍କ ପାଖକୁ ଯାଏ ସେଠାରେ ସିଏ କେବଳ ତାର ସବୁଠାରୁ ଅଧିକ କଷ୍ଟ ଦେଉଥିବା ଲକ୍ଷଣ କଥାଟି ହିଁ ପ୍ରକାଶ କରିଥାଏ। ଯେପରି ଏହି ରୋଗୀ ଜଣକ ମୋ ପାଖକୁ ଆସି କେବଳ ପରିସ୍ରାରେ ଜଳାପୋଡ଼ା ହେବା କଥା କହିଥିଲେ। ମୁଁ ଯେତେ ପଚାରିଲେ ମଧ୍ୟ ଅନ୍ୟ ସମସ୍ୟା ନାହିଁ ବୋଲି କହିଲେ। ମାତ୍ର ମୁଁ ତାଙ୍କୁ ସବୁ କଥା ବୁଝେଇବା ପରେ ଏବଂ ମୁଁ ଗୋଟିଏ ଗୋଟିଏ କରି ସମସ୍ୟା ପଚାରିବାରୁ ସେ କହିଲେ ଯେ ସାର୍, ପ୍ରକୃତରେ ଏହି ସମସ୍ୟା ସବୁ ମୋ ଦେହରେ ରହିଛି, ମାତ୍ର ଏହିସବୁ ସମସ୍ୟା ଅଧିକ କଷ୍ଟଦାୟକ ହେଉନଥିବାରୁ ମୁଁ ତା ପ୍ରତି ଧ୍ୟାନ ଦେଇନଥିଲି। ଠିକ୍ ସେହିପରି ଯେଉଁ ରୋଗୀମାନେ ଡାକ୍ତରଖାନା ଯାଇ ବିଭିନ୍ନ ପ୍ରକାର ପରୀକ୍ଷା କରି କିଛି ରୋଗ ଜାଣିପାରୁନାହାନ୍ତି, ସେମାନେ ଏପରି ରିପୋର୍ଟକୁ ଆଧାର କରି ଔଷଧ ସେବନ କଲେ ବା ରୋଗମୁକ୍ତ ହେବାକୁ ଚେଷ୍ଟା କଲେ ରୋଗ ଭଲ ହେବା ସମ୍ଭବ ନୁହେଁ। କାରଣ ରିପୋର୍ଟ ନର୍ମାଲ ଥିବାରୁ ଡାକ୍ତର କେଉଁ ରୋଗର ଚିକିତ୍ସା କରିବେ? ମାତ୍ର ରୋଗୀର
ରୋଗ ରିପୋର୍ଟ ଯାହା ଥାଉ ନା କାହିଁକି ସେଥିରେ ହୋମିଓପାଥିକ ଚିକିତ୍ସାରେ କୌଣସି ଅସୁବିଧା ନାହିଁ, କାରଣ ରିପୋର୍ଟ ନର୍ମାଲ ଥିଲେ ମଧ୍ୟ ରୋଗୀଠାରେ ଥିବା ରୋଗର ଲକ୍ଷଣ ହିଁ ଚିକିତ୍ସା ପାଇଁ ଯଥେଷ୍ଟ। ରିପୋର୍ଟ ଭୁଲ ଥାଇପାରେ, ମାତ୍ର ଲକ୍ଷଣ ଏବଂ ରୋଗୀର ଅନୁଭୂତି କେବେ ବି ଭୁଲ ହୋଇନପାରେ। ଏହି ନିର୍ଭୁଲ ଲକ୍ଷଣ ସବୁକୁ ଆଧାର କରି ହୋମିଓପାଥିକ ଶାସ୍ତ୍ର ମତେ ଚିକିତ୍ସା କଲେ ଜଟିଳରୁ ଜଟିଳ ରୋଗ ଅତି ସହଜ ସରଳ ଉପାୟରେ ସବୁଦିନ ପାଇଁ ଭଲ ହୋଇପାରିବ। ଆପଣମାନେ ଦେଖୁଥିବା ରୋଗୀ ଜଣକ ତାଙ୍କର ସମସ୍ୟା ପାଇଁ 2 ବର୍ଷରୁ ଅଧିକ କାଳ ଧରି ଡାକ୍ତର ପାଖକୁ ଯିବା ଓ ବିଭିନ୍ନ ପ୍ରକାର ପରୀକ୍ଷା ଦ୍ୱାରା କିଛି ରୋଗ ନିରୂପଣ ହୋଇନପାରିବା ଏବଂ ଚିକିତ୍ସାରେ ମଧ୍ୟ ସେପରି କିଛି ଉନ୍ନତି ହୋଇପାରି ନାହିଁ। ଏପରି ସମସ୍ୟାରେ ଭୋଗୁଥିବା ରୋଗୀମାନେ କେବଳ ଅଭିଜ୍ଞ ହୋମିଓପାଥିକ ଡାକ୍ତରଙ୍କ ସହିତ ସମ୍ପର୍କ କରନ୍ତୁ। ପ୍ରିୟ ଦର୍ଶକ, ଏହି ରୋଗୀ ଜଣକ ଆମଠାରେ ଚିକିତ୍ସା ପରେ ପୁଣି ତାଙ୍କ ଶରୀରର ସମସ୍ତ ଲକ୍ଷଣ ବର୍ଣ୍ଣନା କରିବେ। ସେଥିରେ ଆପଣମାନେ ଜାଣିପାରିବେ ଯେ ହୋମିଓପାଥି କିପରି ଜଟିଳ ରୋଗକୁ ଅତି ସହଜରେ ଭଲ କରିପାରୁଛି। ପ୍ରିୟ ଦର୍ଶକ, ଆମର ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିଲେ ଲାଇକ୍ ଏବଂ ସେୟାର କରି ନିଜେ ସୁସ୍ଥ ହେବା ସହିତ ଅନ୍ୟ ରୋଗୀମାନଙ୍କୁ ସୁସ୍ଥ ହେବାକୁ ସହଯୋଗ କରନ୍ତୁ। ଆଉ ଆପଣ ଆମ ଚ୍ୟାନେଲରେ ନୂତନ ଦର୍ଶକ ହୋଇଥିଲେ ପରବର୍ତ୍ତୀ ଭିଡ଼ିଓ ଗୁଡ଼ିକୁ ପାଇବା ପାଇଁ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଧନ୍ୟବାଦ।